ଆମ ମନ ହେଉଛି ଗୋଟେ ଛୋଟ ଶିଶୁ ପରି। ଆମେ ଯେମିତି ଗୋଟେ ଛୋଟ ଶିଶୁକୁ ଯତ୍ନ କରୁ, ତାକୁ ଆମେ ଆଖିରେ ରଖିଥାଉ, ତା ପ୍ରତି ଆମେ ଧ୍ୟାନ ଦେଉ, ସିଏ ଭଲ କରୁଛି କି ମନ୍ଦ କରୁଛି କିମ୍ବା ସେ ଦୁଷ୍ଟାମି ହେଉନି ତ, ଏବଂ ତାକୁ ଆମେ ବହୁତ କିଛି ଶିଖେଇଥାଉ। ଭଲ କ'ଣ, ମନ୍ଦ କ'ଣ, ଠିକ୍ ଅଛି, କେଉଁଟା ଭଲ କାମ କେଉଁଟା ଖରାପ କାମ, ଏମିତି ଆମେ ବହୁତ କିଛି ଶିଖେଇଥାଉ। ଠିକ୍ ସେଇଭଳି ଆମ ମନ ହେଉଛି ଏକ୍ଜାକ୍ଟ ଗୋଟେ ଛୋଟ ଶିଶୁ ଭଳି। ଆମେ ମନକୁ ଶିଖିବା ଉଚିତ, ଟ୍ରେନ୍ କରିବା ଉଚିତ। ଏଇଟା ହେଉଛି ଭଲ, ଏଇଟା ହେଉଛି ମନ୍ଦ, ଏ କରିବା ଦ୍ୱାରା ଭଲ ହେବ ବା ହିତ ହେବ, ଏ କାମ କରିବା ଦ୍ୱାରା ସମାଜରେ କିମ୍ବା ନିଜର କ୍ଷତି ହେବ। ଠିକ୍ ସେଭଳି ପ୍ରତିଦିନ ଆମେ ଆମ ମନକୁ ଶିଖିବା ଉଚିତ। ଏବଂ ଯେମିତି ଆମେ ଆମର ସମ୍ପତ୍ତିକୁ କିମ୍ବା ଆମ ଜିନିଷକୁ ପ୍ରୋଟେକ୍ଟ କରିବା ପାଇଁ ତାକୁ ସିସିଟିଭି ସର୍ଭେଲେନ୍ସ ଭିତରେ ଆମେ ରଖିଥାଉ, ଠିକ୍ ସେହିଭଳି ଆମ ମାଇଣ୍ଡକୁ ମଧ୍ୟ ସିସିଟିଭି ସର୍ଭେଲେନ୍ସ ଭିତରେ ରଖିବା ଉଚିତ। ତାକୁ ସବୁବେଳେ ଟ୍ରାକ୍ କରିବା ଉଚିତ, କ'ଣ କରୁଛି, କ'ଣ ଭାବୁଛି, ଠିକ୍ ଭାବୁଛି ତ ଏବଂ ଠିକ୍ କାମ କରୁଛି ତ। ମୁଁ କାହିଁକି ସବୁବେଳେ ବେଶୀ ମନ ଉପରେ ଫୋକସ୍ କରିଥାଏ, କାହିଁକିନା ମନ ହେଉଛି ଗୋଟେ ଏମିତି ଜିନିଷ, ଏଇ ମନକୁ ଆପଣ କଣ୍ଟ୍ରୋଲ୍ କରିପାରିଲେ ଏଇ ମନ ହିଁ ଆପଣଙ୍କୁ ଗୋଟେ ଭଲ ମଣିଷ ଭାବରେ ଗଢ଼ି ତୋଳିବ। ଏବଂ ଯଦି ଆପଣ ଏଇ ମନକୁ ଠିକ୍ ଭାବରେ ଆପଣ ଯତ୍ନ ନ ନିଅନ୍ତି ଏବଂ ତାକୁ କଣ୍ଟ୍ରୋଲ୍ ନ କରନ୍ତି, ସେ ଆପଣଙ୍କୁ ପଶୁ ଠାରୁ ବି ହୀନ କାମ କରିବା ପାଇଁ ଇନ୍ସପାୟାର କରିବା ପାଇଁ ସେ ପଛେଇବ ନାହିଁ। ଠିକ୍ ଅଛି। ଏବଂ ଆମେ ଜାଣିଛେ ମହାଭାରତରେ ଭଗବାନ ଶ୍ରୀକୃଷ୍ଣ ବି ଅର୍ଜୁନଙ୍କୁ ଏଇ ମନକୁ କେମିତି କଣ୍ଟ୍ରୋଲ୍ କରାଯିବ ଆ ବିଷୟରେ ବହୁତ ବୁଝେଇଛନ୍ତି। ସେଥିପାଇଁ କୁହାଯାଏ ଆପଣ ମନର ଯତ୍ନ ନିଅନ୍ତୁ, ମନ ଆଉ ସବୁ କିଛି ଯତ୍ନ ନେବ। କଥା ହେଉଛି ଆମେ ମନର ଯତ୍ନ କେମିତି ନେବା। ପ୍ରଥମ କଥା ହେଉଛି ଆମ ମାଇଣ୍ଡ ଭିତରେ ଆମେ ଭଲ ଜିନିଷ ଇନପୁଟ୍ କରିବା। ଆମେ ଦେଖୁଛେ ଯେତେବେଳେ ମୋବାଇଲ ଖୋଲୁଛେ, ମୋବାଇଲରେ ବହୁତ ଗୁଡ଼ିଏ କଣ୍ଟେଣ୍ଟ ଆସୁଛି, ଠିକ୍ ନା ନାହିଁ। ତେଣୁ ସବୁ କଣ୍ଟେଣ୍ଟକୁ ଆମେ କ'ଣ କନଜ୍ୟୁମ୍ କରିବା ଆବଶ୍ୟକ ନା, ଆମର କ୍ୟାରିୟର ରିଲେଟେଡ଼୍ କିମ୍ବା ଆମର ପର୍ସନାଲିଟି ରିଲେଟେଡ଼୍ ଯାହା ଦେଖିଲେ ଆମର ପର୍ସନାଲିଟି ଡେଭଲପମେଣ୍ଟ ହେବ, ସେହି କଣ୍ଟେଣ୍ଟ ଆମେ କେବଳ କନଜ୍ୟୁମ୍ କରିବା। ଆମେ ଅଲଗା ଯଦି କଣ୍ଟେଣ୍ଟ କନଜ୍ୟୁମ୍ କରୁଛେ, ସେ ମାଇଣ୍ଡ ଭିତରେ ଯାଇକି ଆମକୁ ଡିଷ୍ଟର୍ବ କରିବ ଏବଂ ଆମକୁ ଆମର ଫୋକସ୍ରୁ ଦୂରେଇ ଦେବ, ଆମ କାର୍ଯ୍ୟରୁ ସେ ଆମକୁ ଡିଷ୍ଟ୍ରାକ୍ଟ କରିବ। ଆଉ ସବୁଠାରୁ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ କ'ଣ ଜାଣିଛନ୍ତି, ଆମ ଜୀବନର ଲକ୍ଷ୍ୟକୁ ଆମେ ସବୁଠାରୁ ବଡ଼ ରଖିବା। ବଡ଼ ଲକ୍ଷ୍ୟ ରଖିବା। ବଡ଼ ଲକ୍ଷ୍ୟ ରଖିଲେ କ'ଣ ହେବ, ସେ ଲକ୍ଷ୍ୟକୁ ହାସଲ କରିବା ପାଇଁ ଆମକୁ ବହୁତ କାମ କରିବାକୁ ପଡ଼େ। ତେଣୁ ଯେତେବେଳେ ଆମେ ସେ କାମରେ ଆମେ ଲାଗିଯାଉ, ତେଣୁ ଆମକୁ ମାଇଣ୍ଡକୁ କଣ୍ଟ୍ରୋଲ୍ କରିବାରେ ଯେଉଁ ଏଫୋର୍ଟ ଦରକାର, ସେଠି କମ୍ ଏଫୋର୍ଟ ଆବଶ୍ୟକ ହୁଏ। ତେଣୁ ଆସନ୍ତୁ ଆମେ ଆମ ମନର ଯତ୍ନ ନେବା, ମନକୁ ସୁସ୍ଥ ରଖିବା, ସୁସ୍ଥ ସମାଜ ଗଢ଼ିବା ଏବଂ ସୁସ୍ଥ ଦେଶ ବି ଗଢ଼ିବା। ଥ୍ୟାଙ୍କ ୟୁ, ଅଲ୍ ଦ ବେଷ୍ଟ, ଜୟ ହିନ୍ଦ।